ଭୁଲ କରିକି କାହାକୁ ସରି କହିଦେବାଟା କିଛି ବଡ଼ କଥା ନୁହେଁ। ବଡ଼ କଥା ହେଲା ସେ ଭୁଲକୁ ଦ୍ୱିତୀୟ ଥର ନ କରିବା, ଯେମିତିକି ଆଉ ଥରେ କେବେ ସରି କହିବାକୁ ନ ପଡ଼େ। ଅନୁତାପ ମାନେ କେବଳ ଆଖିରେ ଲୁହ ଝରାଇବା ହୋଇନଥାଏ। ଅନୁତାପର ଅର୍ଥ ହୋଇଥାଏ ଏକ ସଂକଳ୍ପ, ଠିକ୍ ବାଟରେ ଚାଲିବାର, ଠିକ୍ କାମ କରିବାର। ଆମେ ସମସ୍ତେ ଜାଣିଛେ ଠିକ୍ କ'ଣ ଆଉ ଭୁଲ କ'ଣ। ତାପରେ ବି ଅଧିକାଂଶ ସମୟରେ ଆମେ ଏମିତି କିଛି ଭୁଲ କରିଦେଇଥାଉ ଯେଉଁ ଭୁଲକୁ ଆମେ ଜାଣିଥାଉ ଭୁଲ ବୋଲି। କିଛିଟା କ୍ଷଣିକ ସୁଖର ଅନୁଭବ ପାଇଁ ହେଉ ବା କିଛି ମୁହୂର୍ତ୍ତର କ୍ରୋଧର ବଶବର୍ତ୍ତୀ ହୋଇ ହେଉ, ଆମେ ସମସ୍ତେ ଭୁଲ ହିଁ କରିଥାଉ। ଆଉ ପରେ କେବଳ ଅନୁତାପ କରିଥାଉ, ସେ ସମ୍ପର୍କରେ ହେଉ ବା ଜୀବନରେ ହେଉ। ଏ ମନ ଏକ ଚଞ୍ଚଳ ଚଢ଼େଇଟିଏ ପରି, ଯିଏକି ସବୁବେଳେ କ୍ଷଣିକ ସୁଖ ପଛରେ ଉଡ଼ୁଥାଏ। ଏହାକୁ ନିଜର ବୁଦ୍ଧି ରୂପକ ପଞ୍ଜୁରୀ ଭିତରେ ସାଇତି ରଖନ୍ତୁ। ସବୁବେଳେ ଛୋଟିଆ ପିଲାଟିକୁ ବୁଝେଇଲା ଭଳି ଏ ମନକୁ ବୁଝାଉଥାନ୍ତୁ। ଦେଖିବେ ଏ ମନ ଏମିତି ବୁଝାଉ ବୁଝାଉ ଦିନେ ମନ ଆପଣଙ୍କର ପୋଷା ମାନିଯିବ, ଆପଣଙ୍କର ବଶବର୍ତ୍ତୀ ହୋଇଯିବ। ଆଉ ଆପଣ ଏହି ଶୃଙ୍ଖଳିତ ମନଟିକୁ ନିଜର ଲକ୍ଷ୍ୟ ପ୍ରାପ୍ତି କରିବା ପାଇଁ ସୁନ୍ଦର ଭାବରେ ବ୍ୟବହାର କରିପାରିବେ।